আজি ଖିଲାଟେଶ୍ୱର ବାବାଙ୍କର ପ୍ରାଙ୍ଗଣରେ ସଂସଦୀୟ କ୍ଷେତ୍ରର ନେତା ଆମର ପ୍ରାର୍ଥୀ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କର ଉପସ୍ଥିତିରେ ହଜାର ହଜାର ସଂଖ୍ୟାରେ ସ୍ୱତଃପ୍ରବୃତ୍ତ ଭାବରେ ଉପସ୍ଥିତ ଥିବା ମା ମାନଙ୍କର ଆଶୀର୍ବାଦ କାମନା କରିଥିଲୁ। ଆମେ ଆଶୀର୍ବାଦ କାମନା କରିଥିଲୁ ମା ମାନେ ଶକ୍ତି ଦିଅନ୍ତୁ, ସାହସ ଦିଅନ୍ତୁ, ସୁରକ୍ଷା ଦିଅନ୍ତୁ। ଓଡ଼ିଶାରୁ ଯେଉଁ ଅଣ ଓଡ଼ିଆ ସରକାର, ଅଣ ଓଡ଼ିଆ ଶକ୍ତି ଓଡ଼ିଶାରେ ଶାସନ କରୁଛି ତାହାକୁ ବିଲୋପ କରିବା ପାଇଁ ଆମେମାନେ ଯେଉଁ ସଂକଳ୍ପ ନେଇଛୁ ତାହାକୁ ଶକ୍ତି ଓ ସାହସ ଦେବା ପାଇଁ ମା ମାନଙ୍କୁ ଅନୁରୋଧ କରିଥିଲୁ। ଆଶୀର୍ବାଦ କାମନା କରିଥିଲୁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ପାଇଁ, ଯେଉଁ ସରକାର ମାତୃବନ୍ଦନ ଅଧିନିୟମ ଠାରୁ ଆରମ୍ଭ କରି ଦେଶର ସର୍ବୋଚ୍ଚ ସୋପାନରେ ଓଡ଼ିଶାର ଜଣେ ମହିଳାଙ୍କୁ, ଆଦିବାସୀ ମହିଳାଙ୍କୁ ଅଧିଷ୍ଠିତ କରାଇଛନ୍ତି। ଓଡ଼ିଆଙ୍କୁ, ଓଡ଼ିଆ ମା ମାନଙ୍କୁ ଯଥୋଚିତ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରୁଥିବା ସେହି ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ କାମନା କରିଥିଲୁ। ନିଶ୍ଚୟ ଭାବରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯେଉଁ ମୋଦି ଗ୍ୟାରେଣ୍ଟିର ଧାରା ପ୍ରବାହମାନ ଅଛି, ଆଗାମୀ ଦିନରେ ଓଡ଼ିଶା ପ୍ରଦେଶରେ ସେହି ସ୍ରୋତରେ, ସେହି ଧାରାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଅଭିମନ୍ୟୁ ସେଠୀ ଆମ ଅଞ୍ଚଳରୁ, ଆମ ସଂସଦୀୟ କ୍ଷେତ୍ରରୁ ବୃହତ୍ ବିଜୟ ବ୍ୟବଧାନରେ ଦିଲ୍ଲୀରେ ଆମକୁ ପ୍ରତିନିଧିତ୍ୱ କରିବେ, ଏହି ଆଶା, ଏହି ଅଭିଳାଷର ସହିତ ବାବା ଖିଲାଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ କାମନା କରୁଛୁ।